ମନ୍ମାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ବନ୍ଧୁଗଣ, ଆଜିର ବିଷୟବସ୍ତୁ ହେଉଛି ଭକ୍ତଙ୍କ ଅଶ୍ରୁ ଭିଜାଇ ଦେଲା ରଥଯାତ୍ରା। ପ୍ରଭୁ କେଉଁଠି? ସତରେ ଅତି ଦୁଃଖର ବିଷୟ ନିଶ୍ଚୟ। ସତ କଥାଟି ଜାଣିଲେ ଆପଣଙ୍କର ହୃଦୟ ବି କମ୍ପି ଉଠିବ। ଏହି ଭକ୍ତ ଓ ଭଗବାନଙ୍କ ଭିତରେ ଏମିତି ଲୀଳା ଲୁଚି ରହିଥିଲା, ତା କେବଳ ସେ ହିଁ ଜାଣନ୍ତି, ନୁହେଁ କି? ମହାପ୍ରଭୁଙ୍କ ସାମ୍ନାରେ ଏଇଭଳି ଭକ୍ତର ଅବସ୍ଥା ହେବ କେହି କେବେ ବିଶ୍ୱାସ କରିନଥିବେ। ଯଦି ଏଇଭଳି ଘଟଣା ଘଟିଛି, ତେବେ ପ୍ରଶ୍ନ ଆସେ, ପ୍ରଭୁ ଥିଲ କେଉଁଠି? ଭକ୍ତଙ୍କ ହୃଦୟରେ ନା ରଥ ଉପରେ? ଯେଉଁଭଳି ଭକ୍ତଙ୍କ ଅଶ୍ରୁ ଓ ଦୁଃଖ ଦେଖି ଆମେମାନେ କମ୍ପି ଉଠିଥିଲୁ, ଖାଲି ଚାରିଆଡ଼େ ତ ଗୋଟିଏ ଶବ୍ଦ, ଗୋଟିଏ ସ୍ୱର, ଜୟ ଜଗନ୍ନାଥ ରକ୍ଷା କର। ଏହି ଆର୍ତ୍ତ ଚିତ୍କାରରେ ପୂରି ଉଠିଥିଲା ତୁମର ସେହି ବଡ଼ ଦାଣ୍ଡ। ତେବେ ଆସନ୍ତୁ ସମସ୍ତେ ମିଶି ମୋର ଗୁରୁଙ୍କ ଆତୁଳ ଶ୍ରୀଚରଣରେ ଭକ୍ତିପୂର୍ତ୍ତ ପ୍ରଣାମ ଜଣାଇ ଆରମ୍ଭ କରିବା ଆଜିର ଏହି ସୁନ୍ଦର ବିଷୟବସ୍ତୁଟି। ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମାଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦାଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଶତ ସହସ୍ର କୋଟି ପ୍ରଣାମ। ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟ ପ୍ରାଣ ଗୁରୁଭ୍ରାତା ଓ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତିର ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ସବୁଦିନ ପରି ଆଜି ବି ଏହି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଥମେ ସ୍ୱାଗତ। ଆସନ୍ତୁ ଆଜିର ଏହି ସୁନ୍ଦର ବିଷୟବସ୍ତୁଟି ଆରମ୍ଭ କରିବା। ସେଦିନ ଥିଲା 27 ତାରିଖ ଜୁନ ମାସ 2025। ରଥଯାତ୍ରାର ମହା ଆଡ଼ମ୍ବର, ଏକ ମହାନ ଉତ୍ସବ ସାରା ପୃଥିବୀର। ସେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବଳିଆର ଦେବତା, ଯେଉଁଠି ଖୋଲା ଆକାଶ ତଳେ ଭକ୍ତ ଓ ଭଗବାନଙ୍କର ହୁଏ ମହାମିଳନ। ସେଇ ଲୋଭରେ ଆମର ବି ଅମାନିଆ ପାଦ ଦୁଇଟି ଝଟ ଝଟ ମାଡ଼ି ଯାଇଥିଲା ସେହି କମନୀୟ ଢଳ ଢଳ ଚକା ଆଖିକୁ ଦେଖି। କହିବ କଥା, କହିବ ତାର ସେହି ହୃଦୟର ବ୍ୟଥା। ଆଜି ଆଉ କେହି ରୋକିପାରିବେନି ଆମକୁ ମିଶିବାକୁ ତା ଆଖି ସହ ଆମ ଆଖି, ତା ଦେହ ସହ ଆମ ଦେହ, ତା ମନ ସହ ଆମରି ମନ। ଯେପରି ସେ ଆମ ଭିତରେ ଆଉ ଆମେ ତାଙ୍କ ଭିତରେ। ଆଜି ହେବ ଭକ୍ତ ଆଉ ଭଗବାନଙ୍କର ଅପୂର୍ବ ମିଳନ। ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକ ମଣିମା, କୋଟି କୈବଲ୍ୟର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବି ଆଜି। ମନରେ କେତେ ଆଶା, କେତେ ଭକ୍ତି ଭାବ ବିଭୋର ହୋଇ ଧାଇଁ ଆସିଛି ପରା। ଥରୁଟେ ସେଇ ଢଳ ଢଳ ଚକା ଆଖିରେ ମୋର ଏଇ ପାପି ମଳିନ ଆଖି ଦୁଇ ମିଶିଗଲେ ଖାଲି ଏଇ ଜନ୍ମ କାହିଁକି, ସବୁ ଜନ୍ମରୁ ମୋର ପୁନରୁଦ୍ଧାର ହୋଇଯିବ। ଏଇ ବିଶ୍ୱାସ ଟିକକ ମୋତେ ଟାଣି ଆଣିଛି ତା ପାଖକୁ। ଏଇ ଖୋଜାଖୋଜି ଭିତରେ ଯେତିକି ଭିଡ଼ ବଢ଼ୁଥାଏ, ସେତିକି ବିପଦ ଘନେଇ ଆସୁଥାଏ। ଭକ୍ତ ଖୋଜୁଥାଏ ତାର ପ୍ରଭୁକୁ। ପ୍ରଭୁ ତୁମେ କେଉଁଠି? ଏଇ ଭିଡ଼ ଭିତରେ ଭକ୍ତଙ୍କ ଅଶ୍ରୁ, କଷ୍ଟ, ଦୁଃଖ ଦେଖି ଆପଣଙ୍କର ବି ହୃଦୟ କମ୍ପି ଉଠିବ, ଯେମିତି ଆମମାନଙ୍କର ହୃଦୟ ବି ଥରି ଉଠିଥିଲା। ମନେ ମନେ ଚିତ୍କାର କରି କହି ଉଠୁଥିଲା, କେଉଁଠି ସେ ଦୟାମୟ ଠାକୁର? କେଉଁଠି ଅଛନ୍ତି ସେ ଜଗତର ନାଥ? ଥରୁଟିଏ ତ ଦର୍ଶନ ଦିଅ। ଦେଖିବାକୁ ଆସିଛନ୍ତି କେଉଁ ଦୂର ଦେଶରୁ, କେଉଁ ଦୂର ଗାଁମାନଙ୍କରୁ। ଜୀବନର ଗୋଟିଏ ଲକ୍ଷ୍ୟ ହେଉଛି ଜଗା ଦର୍ଶନ। କିନ୍ତୁ ଭିଡ଼ ଏତେ ଅଧିକ ଯେ ଭକ୍ତଙ୍କୁ ପାଦ ଥାପିବାକୁ ମିଳୁନି ଜାଗା। ମିଳୁଛି ଖାଲି ଧକ୍କା, କଷ୍ଟ, ଆଉ ଦେହର ଆଘାତ, ଆଉ ମନରେ ଅଶେଷ ଦୁଃଖ।
କିନ୍ତୁ ତାପରେ ବି ମିଳୁନି ଜଗା ଦର୍ଶନ। ଅନେକ ବୃଦ୍ଧମାନେ ରଥ ପ୍ରାଙ୍ଗଣରେ ପଡ଼ି ଝରାଉଥାନ୍ତି ଲୋତକେ ଅଶ୍ରୁ। ଅଣନିଶ୍ୱାସୀ ଅନେକ ଭକ୍ତ ଆଉ କିଛି ଭକ୍ତଙ୍କ ମଧ୍ୟରେ ଭକ୍ତଙ୍କର ଜମିଲାଣି ଦୁର୍ନୀତିର ଆସର। କେହି କାହାକୁ ଛାଡ଼ିବାକୁ ନାରାଜ। ଭିଡ଼ ଏତେ ଅଧିକ ଯେ ଭକ୍ତଙ୍କର ଅବସ୍ଥା କହିଲେ ନ ସରେ। ଜଣେ ମାଆଙ୍କୁ ଦେଖି ଆମେମାନେ ବି କମ୍ପି ଉଠିଲୁ। ସେ ମା ତାଙ୍କର ଶିଶୁକୁ ବୋହି ଆସିଛନ୍ତି ରଥ ଦେଖିବାକୁ। ଏତେ ଭିଡ଼ ଭିତରେ ଚାପି ହୋଇଗଲେ ଯେ ସେମାନେ ସେଇଠି ଟଳି ପଡ଼ିଲେ। ଆହୁରି ଅନେକ ଭକ୍ତଙ୍କର ଅବସ୍ଥା ଖରାପ ହୋଇଯିବାରୁ ସମସ୍ତଙ୍କୁ ମେଡ଼ିକାଲ ପଠାଇ ଦିଆଗଲା। ଅନେକ ମୋବାଇଲ ଚୋରି ହେବା ସହ ଟଙ୍କା ପଇସା ଧନର ବି ହରିଲୁଟ ଜମିଗଲା। କେହି କୁଆଡ଼େ ହଲି ବି ପାରୁନଥିଲେ। ଖାଲି କେବଳ ଗୋଟିଏ ଆର୍ତ୍ତ ଚିତ୍କାରରେ ପୁରା ବଡ଼ଦାଣ୍ଡ କମ୍ପି ଉଠିଥିଲା, ପ୍ରଭୁ ତୁମେ କେଉଁଠି? ଭକତର ଭଗବାନ ଆଜି କେଉଁଠି? ଆମକୁ ରକ୍ଷା କର। ତୁମେ ଥାଉଁ ଥାଉଁ କିଏ ବା ଉଦ୍ଧାର କରିବ ଆମକୁ? ତୁମରି ଆଗରେ ଏମିତି ଅଧର୍ମ ଅନୀତି ହେଉଛି, ତୁମେ କେମିତି ସହିଯାଉଛ? କେମିତି ଆଖି ବନ୍ଦ କରିଦେଉଛ? ପାପୀମାନେ ତାଙ୍କର ପାପକର୍ମ କରି ଚାଲିଛନ୍ତି, ସବୁ ଦେଖିପାରୁଛ ତ? କେତେ ଭକ୍ତମାନେ କହୁଛନ୍ତି, ପ୍ରଭୁ ତୁମେ ଏତେ ଦୟାମୟ, ତେବେ ତୁମେ ଏପରି ଦୁଃଖ କଷ୍ଟ ଆମମାନଙ୍କର ଦେଖିପାରୁଛ ତ? କାହିଁକି ଆମେ ଭୋଗୁଛୁ? କ'ଣ ପାଇଁ? ଏମିତି ଅନେକ ଭକ୍ତମାନଙ୍କ ମଧ୍ୟରେ ଅତି ଆପଣାର କେଇ ଜଣ ଥିଲେ, ଯାହାଙ୍କର ପ୍ରାଣବାୟୁ ବି ଉଡ଼ି ଯାଇଥିଲା। ସେ ତାଙ୍କର ଜୀବନର ଶେଷ ନିଶ୍ୱାସ ଦେଇ ତୋର ସେହି ଶ୍ରୀ ଛନ୍ଦା ଚରଣରେ ସ୍ଥାନ ପାଇଥିଲେ ବୋଧେ। ଏଇ ପବିତ୍ର ଆତ୍ମା କେଜାଣି କେଉଁ ଜନ୍ମରେ କେତେ ପୁଣ୍ୟ କରିଥିଲେ କେଜାଣି, ଯାହାଙ୍କ ଡାକ ଶୁଣିଲ ତୁମେ ଆଉ ଉଦ୍ଧାର କରିଦେଲ ଏଇ ମୋହମାୟା ନଶ୍ୱର ଜୀବନରୁ। ମନେ ପଡ଼େ ଏଇ ତୋର ଭଜନରୁ ପଦେ। ବନ୍ଧୁଗଣ, ଏଥିରୁ ବୁଝିବାକୁ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏ କି ଅପୂର୍ବ ଲୀଳା। ଠାକୁରଙ୍କୁ କିଛି ଭକ୍ତମାନେ ପ୍ରଶ୍ନ କଲେ ଯେ ଈଶ୍ୱର ତ ମଙ୍ଗଳମୟ, ସେ ସଦା ଦୟାମୟ ଅଟନ୍ତି, ତଥାପି ମନୁଷ୍ୟକୁ ଏତେ ଭିଡ଼ ଭିତରେ ଏତେ କଷ୍ଟ କାହିଁକି ଦିଅନ୍ତି? ଅତ୍ୟନ୍ତ ଖୁସି ହୋଇ ଅତି ଆଦରରେ ଶ୍ରୀ ଠାକୁର ସେଦିନ କହିଲେ, ତାଙ୍କର ଦିଆଯାଇଥିବା ମଙ୍ଗଳକୁ ଗ୍ରହଣ କରିବା ପାଇଁ ତାଙ୍କ ପ୍ରତି ଉନ୍ମୁଖ ହେବା ଦରକାର, ତାଙ୍କୁ ଭଲ ପାଇବା ଦରକାର, ତାଙ୍କ ଆଦର୍ଶିତ ମାର୍ଗରେ ଚାଲିବା ଦରକାର। ନହେଲେ ତ ସେ ଆମ୍ଭମାନଙ୍କୁ ମଙ୍ଗଳର ଅଧିକାରୀ କରିବାକୁ ଚାହିଁଲେ ବି ଆମର ସହଯୋଗିତା ବିନା ଏହା କରିପାରିବେ ନାହିଁ। ପୁରୀର ଜଗନ୍ନାଥ ମନ୍ଦିରକୁ ଯଦି ଯାଅ ତ ଦେଖିବ ଜଗନ୍ନାଥଙ୍କର ହାତ ନାହିଁ। ଅର୍ଥାତ୍ ପ୍ରଭୁ ଜଗନ୍ନାଥ ପ୍ରତ୍ୟେକ ଲୋକକୁ ନିଜର ହାତ ବିତରଣ କରିଦେଇଛନ୍ତି, ଆଉ ସ୍ୱୟଂ ହାତହୀନ ହୋଇ ବସିଛନ୍ତି। ସେ ସମସ୍ତଙ୍କୁ ଆପଣାର କରିବାକୁ ଚାହାନ୍ତି। ଅପେକ୍ଷା କରିଛନ୍ତି ମୋର ଏହି ହାତ ବଦଳରେ ଯେପରି ହିଁ ଆମ୍ଭେମାନେ ତାଙ୍କୁ ନିଜ ଦୁଇ ହାତରେ କଷିକି ଜାବୁଡ଼ି ଧରିବା, ସେହିପରି ହିଁ ଆମ୍ଭେମାନେ ତାଙ୍କର ଦୁଇ ହାତକୁ ଚାଲିଯିବା। ସେତେବେଳେ ଆମ୍ଭେ ନିଜକୁ ତାଙ୍କରି ଇଚ୍ଛାରେ ଚାଳିତ କରିବା। ଏହି ପ୍ରକାରରେ ଆମ୍ଭେମାନେ ସେହି ତାଙ୍କର ମଙ୍ଗଳର ଅଧିକାରୀ ହେବା, ଯାହାକୁ ସେ ଆମ୍ଭମାନଙ୍କୁ ଦେବାକୁ ଚାହୁଁଛନ୍ତି। ସେ ଅନନ୍ତ, ତାଙ୍କ ଲୀଳା ଅନନ୍ତ। ସେ ଭକତର ସବୁ ଅଳି ଅର୍ଜଳି ସହନ୍ତି, ଆଉ ତାର ସମାଧାନ ବି କରନ୍ତି। ହେଲେ ତାଙ୍କ ପାଖରେ ଗର୍ବ ଅହଙ୍କାରର କୌଣସି ସ୍ଥାନ ନାହିଁ। ଭକ୍ତର ଭକ୍ତିରେ ବନ୍ଧା ସେ ଭଗବାନ। କଥାରେ ଅଛି, ଅରକ୍ଷିତକୁ ଦୈବ ସାହା। ଯେକୌଣସି କଷ୍ଟକର ପରିସ୍ଥିତି ଆସୁନା କାହିଁକି, ତାଙ୍କ ଉପରେ ଅଟୁଟ ବିଶ୍ୱାସ ଥିଲେ ସେଥିରୁ ତ୍ରାହି ମିଳିବ ହିଁ ମିଳିବ। ଯୁଗେ ଯୁଗେ ଭକ୍ତର ଦୃଢ଼ ବିଶ୍ୱାସ ତଥା ଭକ୍ତର ଭକ୍ତିର ଭାବଧାରାରେ ବନ୍ଧା ସେ ସ୍ୱୟଂ ଭଗବାନ। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କର ସଦ୍ଗୁରୁ ବନ୍ଦନା ନିତ୍ୟ ପାଠ କରାଏ ଏହି ଶ୍ଲୋକ, ମନ୍ମାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଶ୍ରୀ ଠାକୁର କୁହନ୍ତି, ମଣିଷକୁ ଆପଣାର କରି ତୋଳିବାକୁ ଯତ୍ନବାନ ହୁଅ।
ବାକ୍ୟ ବ୍ୟବହାର ଓ ଅନୁଜ୍ଞାର ଭିତର ଦେଇ ଦାନରେ, ଗ୍ରହଣରେ, ପରିଚର୍ଚ୍ୟାରେ ତ୍ରୁଟି ଓ ବିଚ୍ୟୁତିକୁ ସଂଶୋଧନ କରି ଶୁଭ ସୌଜନ୍ୟରେ ବ୍ୟକ୍ତିତ୍ୱ ଏପରି ଭାବରେ ହିଁ ପ୍ରସାଦଶୀଳ ହୋଇଉଠେ। ଶ୍ରୀ ଜଗନ୍ନାଥଙ୍କର ମହିମା ଅତ୍ୟନ୍ତ ଅସାଧାରଣ। ସେ ଅଧାଗଢ଼ା ମୂର୍ତ୍ତି ମାତ୍ର ନୁହନ୍ତି, ସେ ଏକ ନିତ୍ୟ ନୂତନ ଅନୁଭବ। ସେ ସୁଗୁଣ ପୁଣି ନିର୍ଗୁଣ। ସେ ମାଲୁଣୀର ଗୀତ ଗୋବିନ୍ଦ ଗାନରେ ମୁଗ୍ଧ ହୋଇ ବାଇଗଣ କିଆରୀରେ ପଶିପାରନ୍ତି ଓ ପିନ୍ଧା ପାଟରେ କଣ୍ଟା ଲଗାଇ ନିଜର ଭାବଗ୍ରାହୀ ନାମର ସାର୍ଥକତା ପ୍ରମାଣ କରିପାରନ୍ତି। ଭକତ ହାତରୁ ପାଚିଲା ଆମ୍ବ ନେଇ ସେ ଭକ୍ତ ଜନବନ୍ଧୁ ନାମକୁ ସାର୍ଥକ କରିଥାନ୍ତି। ପାଦ ନଥାଇ ସେ ସର୍ବତ୍ର ଗମନ କରିପାରନ୍ତି। ହାତ ନଥାଇ ସେ ସବୁ କାର୍ଯ୍ୟ କରିପାରନ୍ତି ଏବଂ କାନ ନଥାଇ ମଧ୍ୟ ସେ ସବୁକିଛି ଶୁଣିପାରନ୍ତି। କେବଳ ମନୁଷ୍ୟ ନୁହେଁ, ପଶୁ, ପକ୍ଷୀ, ଗଛ, ପତ୍ର ସମସ୍ତଙ୍କ କଥା ସେ ଶୁଣିପାରନ୍ତି ଓ ତାଙ୍କ ଗୁହାରି ଜାଣିପାରନ୍ତି। ଭକ୍ତର ଡାକକୁ ସେ କାନ ଡେରି ଶୁଣନ୍ତି ବୋଲି କୁହାଯାଏ। ଆର୍ତି, ଅର୍ଥାର୍ଥୀ, ଜିଜ୍ଞାସୁ ଓ ଜ୍ଞାନୀ ଭକ୍ତଙ୍କ ଭିତରେ ଆର୍ତି ଭକ୍ତଙ୍କ ଦୁଃଖ ଗୁହାରି ତାଙ୍କ କାନରେ ଆଗେ ବାଜେ, ଆଉ ସେ ତାର ପ୍ରତିକାର ଯଥାଶୀଘ୍ର କରିଥାନ୍ତି। ସେଇଥିପାଇଁ ଏହି ରଥଯାତ୍ରାର ସମୟରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥାଏ। ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କଲେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ରଥେ ତୁ ବାମନଂ ଦୃଷ୍ଟ୍ୟା ପୁନର୍ଜନ୍ମ ନ ଲଭ୍ୟତେ। ଅର୍ଥାତ୍ ଭକ୍ତମାନେ ବିଶ୍ୱାସ କରନ୍ତି ଯେ ରଥାରୂଢ଼ ଶ୍ରୀଜୀଉଙ୍କର ଦର୍ଶନ କଲେ ଏ ମୋହମାୟା ରୂପୀ ସଂସାରରୁ ମୁକ୍ତିଲାଭ କରିଥାଏ। ଏଇଥିପାଇଁ ଏହି ରଥଯାତ୍ରାର ବିଶାଳ ଜନସମୁଦ୍ରରେ ଏକାକାର ହେବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ନର ନାରୀ କୋଉ ଦୂର ଦୂରାନ୍ତରରୁ ପୁରୀ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି। ବଡ଼ ଦାଣ୍ଡ ସେହିଦିନ ପୁରୀ ଉଠେ, ଲୋକାରଣ୍ୟ ହୋଇ ଉଠେ। ଭକ୍ତମାନେ ଭାବନ୍ତି, ପଡ଼ୁ ପଛେ ଯେତେ କଷ୍ଟ, ଚାଲିଯାଉ ଏ ଜୀବନ ପଛେ, ଆସିଛି କାଳିଆର ଦର୍ଶନ ଟିକକ ପାଇଁ। ଏଇଟି ସୁନ୍ଦର ଭଜନଟିଏ ମନରେ ଆସେ। ଏପାରିର ବନ୍ଧୁ ତୁମେ, ସେପାରିର ବନ୍ଧୁ। ମାନେ ତାଙ୍କୁ ଦର୍ଶନର ଆଶାରେ ଛୁଟି ଆସିଥିବା ମଣିଷ ତାଙ୍କ ଭିତରେ ନିଜର ସତ୍ତାକୁ ହଜେଇ ଦେଇଛି ସିନା। ତାଙ୍କୁ ଦର୍ଶନ ଆଶାରେ ଛୁଟି ଆସିଥିବା ମଣିଷ କିନ୍ତୁ ଆଉ ପଛକୁ ଫେରି ପାରିନାହିଁ। ଲିଭି ଯାଇଛି କେତେଙ୍କ ଜୀବନରେ ଦୀପ। ଭଗବତ ସତ୍ତାରେ ଯିଏ ଥରେ ନିଜକୁ ହଜାଇ ଦେଇଛି, ସେ ଅନନ୍ତ ଓ ଅଖଣ୍ଡ ଆନନ୍ଦର ଅଧିକାରୀ ହୋଇପାରିଛି। ଏ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିର ରହସ୍ୟ ମଣିଷ ଆଜି ପର୍ଯ୍ୟନ୍ତ ଜାଣିପାରିନାହିଁ। ତେବେ ଯିଏ ସ୍ୱୟଂ ଏ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ତାଙ୍କର ସୃଷ୍ଟିର ରହସ୍ୟ ଭେଦ କିଏ କରିବ? ହେଲେ ଆଜି ବି ଭକ୍ତ ମନରେ ସେଇ ଗୋଟିଏ ପ୍ରଶ୍ନ, ପ୍ରଭୁ ତୁମେ କେଉଁଠି? କାହିଁକି ଏପରି କଷ୍ଟ ଦେଉଛ? ବନ୍ଧୁଗଣ, ଏହି ଦୁଃଖ ଦେଖି ଆତ୍ମନିବେଦନ ହେବା ସହିତ ଏହାକୁ ଆମ ଭିତରେ ଏକ ଶିକ୍ଷା ଭାବେ ନେବା ଉଚିତ ଯେ ପ୍ରଭୁ ସଦାସର୍ବଦା ଆମ ସହ, ଆମ ପାଖେ ପାଖେ ଅଛନ୍ତି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ କେବେ କିଛି ବାଧା ନାହିଁ। ସେ ହେଲେ ଭକ୍ତର ଭଗବାନ। ଏ ବର୍ଷ ପରି ସବୁ ବର୍ଷ ବି ଏ ରଥଯାତ୍ରାରେ ତାର ସେଇ ଢଳ ଢଳ ଆଖିକୁ ଦର୍ଶନ କରିବା ପାଇଁ, ତାକୁ ଟିକିଏ ଆଖି ଖୋଲି ଦେଖିବା ପାଇଁ କେତେ କେତେ ଦୂରରୁ ଭକ୍ତମାନେ ଧାଇଁ ଆସନ୍ତି, ତାହା କେହି ବୁଝିପାରିବେ ନାହିଁ। ତାରି ଲୀଳା ସେ ହିଁ ଜାଣନ୍ତି। ଭକ୍ତ ଓ ଭଗବାନଙ୍କ ଭିତରେ ଏମିତି କୌଣସି ବାଧା ନାହିଁ ଯାହା ତାଙ୍କୁ ପାଇବାକୁ ଅବରୋଧ କରିପାରେ। ଭଗବାନ ସର୍ବତ୍ର ପୁରୀ ରହିଛନ୍ତି। ତାଙ୍କୁ ପାଇବାକୁ ହେଲେ ଆମ ଭିତରେ ଭକ୍ତି, ଶ୍ରଦ୍ଧା ସେଇଭଳି ଆଣିବାକୁ ହେବ। ସେ ତ ସବୁବେଳେ ଆମକୁ ଚାହିଁ ରହିଛନ୍ତି, ସବୁବେଳେ ହାତ ଖୋଲା ରଖିଛନ୍ତି। ଆମେ ତାଙ୍କୁ ଜାବୁଡ଼ି ଧରିଲେ ସେ ଆମକୁ ଛାଡ଼ନ୍ତିନି, ସବୁଦିନ ପାଇଁ ତାଙ୍କ କୋଳକୁ ନେଇଯାଆନ୍ତି। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସର୍ବପ୍ରଥମେ ସବସ୍କ୍ରାଇବ୍ କରିନିଅନ୍ତୁ ଓ ବେଲ୍ ନୋଟିଫିକେସନକୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ, ଯେପରି ଏବେଠୁ କୌଣସି ବିଷୟ ଆଉ ମିସ୍ ନ ହୁଏ।
ପରମ ପିତାଙ୍କର ଆଶୀର୍ବାଦ ସଦା ଆମମାନଙ୍କ ଉପରେ ଏମିତି ରହିଥାଉ। ଏହା ହିଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା ଜଣାଏ। ତେବେ ବନ୍ଧୁଗଣ, ଆଜିର ଏହି ବିଷୟବସ୍ତୁରେ ଏତିକି। ପୁଣି ଆଉ ଗୋଟିଏ ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ।